କେହି ତ ନାହାନ୍ତି ମୁଁ ତାହେଲେ ଯାଉଛି। ମୁଁ କଣ ଟାଣି ଧରିଛି ନା କଣ? କୁଆଡେ ଆସିଥିଲ କିଛି ନ କହିକି ମୁଁ ଯାଉଛି। ଆମ ଘରେ ଶିଳ ନାହିଁ ତ ମା କହିଲା ଯେ ମାଉସୀ ଘରେ ମସଲା ବାଟି ଆଣିବୁ। କାହିଁ ତ ମା କହୁନୁ ବିଲକୁଲ ଶିଳ ଆଣିବନି, ଡେଲି ଆମ ଘରୁ ଆସିବ। କେହି ତ ନାହାନ୍ତି ମୁଁ ଯାଉଛି। ମୁଁ କଣ ଖାଇ ଯାଉଛି ନା କଣ? ମୋ ସାଙ୍ଗରେ କଥାବାର୍ତ୍ତା ହଉଛୁ କଣ ପାଟିଟା ଘରି ଯାଉଛି ନା କଣ? ଗାଁ ଦାଣ୍ଡରେ ଚାଲିଲା ବେଳକୁ ତ ଭାରି ଫ୍ରି, ଆଉ ଘର ଭିତରେ ଟାଇଟ୍ କଣ ହେଇଯାଉଛୁ? ନାଇଁ ଯେ ବୋଉ କହିଛି ମଉସା ଆସିଲେ ମସଲା ବାଟିବୁ ନହେଲେ ପଳେଇ ଆସିବୁ। ତୁ ବୋଉ କଥାକୁ ଏତେ ମାନୁଛୁ? ବୋଉ କଥାରେ ଖାଉଛୁ ପିଉଛୁ? ବୋଉ କଥାରେ ଶୋଉଛୁ? ବୋଉ କଥାରେ ମତେ ଲାଇନ ମାରୁଛୁ? ଏ ମା କଣ ଏ ମା? ଅଭଦ୍ର କଥାଟା ଯେମିତି ମୁଁ କହିପକେଇଲି ଏ ମା। ତୁ ତ ଆସିଲୁ ଦେଖିଲୁ ମୋ ବୋଉ ନାହିଁ ତ ଘରକୁ ପଳେଇଯିବୁ, ଆଉ ତୁ ଏଠି ଛିଡା ହେଇକି ମୋ ସାଙ୍ଗରେ ଗପଟ ଟପର ହଉଛୁ ମାନେ କଣ ମତେ ଲାଇନ ମାରୁଛୁ ନା ନାଇଁ? ଏ ମା କି ଅଭଦ୍ର। ପୁଣି ମା? ଆଚ୍ଛା ଯଦି ଲାଇନ ମାରିବା କଥାଟା ଅଭଦ୍ର, ତାହେଲେ ହୁକ ପକେଇବା କଥାଟା କଣ, ଆଉ ବାମ୍ଫ ନବା କଥାଟା କଣ? ମୁଁ ଯାଉଛି। ଯା, କିନ୍ତୁ ଗଲାବେଳେ ମତେ କହିଦେଇ ଯା ଯେ ତୁ ମତେ ଲାଇନ ମାରୁଛୁ। ତମେ କଣ ମତେ ମାରୁନ କି? କଣ ମାରୁଛି? ସେଇଆ। କୋଉଆ? ଯୋଉଟା ତମେ ନା କହିଲ। କଣଟା କହିଲୁ କହୁନୁ? ସେଇ ଲାଇନ ମାରିବା କଥାଟା। ମା ତମେ କି ଭଦ୍ର। ମୁଁ ଯାଉଛି। ମୁଁ କଣ ହୁକ ପକେଇଛି ନା କଣ ଖାଲି ଖସିକି ପଳେଇଯିବ? ନାଇଁ ଯାଅ, କିଛି ମନ ଦୁଃଖ ନାହିଁ ଯେ, କିନ୍ତୁ ଏମିତିଆ ସୁଯୋଗ କେବେ ମିଳି ନପାରେ।